ଜୟ ଜଗନ୍ନାଥ। ନମସ୍କାର ଦର୍ଶକ ବନ୍ଧୁ। ମୁଁ ଅଭିନେତା ଗୌରବ ପାଢ଼ୀ। ମୁଁ ଗତକାଲି ସୋସିଆଲ ମିଡ଼ିଆରେ ଦେଖିଲି ଆମର ଯାତ୍ରା ଅନୁଷ୍ଠାନ ସ୍ୱର୍ଣ୍ଣ ମହଲରେ ଯାତ୍ରା ପରିବେଷଣ ସମୟରେ ଦର୍ଶକ ବନ୍ଧୁମାନେ ମଞ୍ଚ ଉପରକୁ ଚେୟାର ଫିଙ୍ଗିଲେ। ସେ ସିନ୍ରେ କଳାକାରମାନେ ଉପସ୍ଥିତ ଥିଲେ। କାରଣ ମୁଁ ତ ସମ୍ପୂର୍ଣ୍ଣ ନାଟକ ଦେଖିନି ବା ସିନ୍ ବାବଦରେ ମୁଁ ସେତେ ଅଭିଜ୍ଞ ନୁହଁ, କିନ୍ତୁ ସୋସିଆଲ ମିଡ଼ିଆରେ ଲେଖା ହେଇଛି ଯେ ଜଗନ୍ନାଥ ସଂସ୍କୃତିକୁ ଅପଭ୍ରଂଶ କରି ସଂଳାପ ଥିବାରୁ ଦର୍ଶକମାନେ ଉତ୍ତେଜିତ ହୋଇକରି ଚେୟାର ମଞ୍ଚ ଉପରୁ ଫୋପାଡ଼ିଛନ୍ତି। ତେଣୁ ଜଣେ ଅଭିନେତା ହିସାବରେ ମୁଁ ବି ଯାତ୍ରାରେ ଆଜିକି 37-38 ବର୍ଷ ହେଲା ଅଭିନୟ କରି ଆସିଛି। ଅନେକ ନାଟକ, ଅନେକ ନାଟ୍ୟକାରଙ୍କର ସମ୍ମୁଖୀନ ହୋଇଛି, ଅନେକ ନିର୍ଦ୍ଦେଶକଙ୍କର ସମ୍ମୁଖୀନ ହୋଇଛି। ଯାହା ବି ହଉ, ନାଟକକୁ ଉର୍ଦ୍ଧ୍ୱକୁ ଆଣିବା ପାଇଁ ବା ନାଟକକୁ ହାଇଲାଇଟ୍ କରିବା ପାଇଁ ଏମିତି ଜଗନ୍ନାଥଙ୍କୁ ନେଇକରି କୌଣସି ଅପଭ୍ରଂଶ କରି ସଫଳତା କମାଇବାରେ କିଛି ମାନେ ନଥାଏ ବୋଲି ମୁଁ ଅନୁଭବ କରୁଛି। ଯାତ୍ରା ଯାତ୍ରା ଆମେ ନାଟକଟିଏ କରିବା। ନାଟକରେ ଲୋକମାନଙ୍କ ଯେଉଁ 4 ଘଣ୍ଟା ସେମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିବା ପାଇଁ ଆମେ ନାଟକଟିଏ ପରିବେଷଣ କରୁଛୁ। ସେଥିରେ ଦୁଃଖ ଥିବ, ହସ ଥିବ, ବିରିୟାନୀ ଥିବ, ସବୁକିଛି ଥିବ। ନାଟକ ରସ ବୋଲି କହିଲେ ନବରସରେ ନାଟକଟି ତିଆରି ହେଇଥାଏ। ମୁଖ୍ୟତଃ 4ଟି ରସକୁ ଆଖି ଆଗକୁ ଅଣା ହେଇଥାଏ। କାରଣ ରସ, ବୀର ରସ, ଏଭଳି 4ଟି ରସକୁ ଅଣା ହେଇଥାଏ। ସେ ଯାହା ବି ହଉ, ନାଟକରେ କୌଣସି ନଗ୍ନତା ବା ଜଗନ୍ନାଥ ଯିଏ ଆମର ଆରାଧ୍ୟ ଦେବତା, ସାରା ବ୍ରହ୍ମାଣ୍ଡର, ସାରା ବିଶ୍ୱର ଜଗତପତି ଜଗନ୍ନାଥଙ୍କୁ ନେଇକରି କୌଣସି ଅଶ୍ଳୀଳ ମନ୍ତବ୍ୟ ବା କୌଣସି ଭିନ୍ନାତ୍ମକ ଶବ୍ଦ ବ୍ୟବହାର କରି ନାଟକ କରିବାକୁ ମୁଁ ଆଦୌ ପସନ୍ଦ କରୁନି। ଏଥିରେ ତ ଅଭିନେତା ମାନଙ୍କର କିଛି ତ୍ରୁଟି ନାହିଁ, କାହିଁକିନା ନିର୍ଦ୍ଦେଶକ ଲେଖକ ଯାହା ହିଁ କରିଥାନ୍ତି ଆମେମାନେ ତାକୁ ହିଁ ପରିବେଷଣ କରିଥାଉ। ତେଣୁ ମୁଁ ଏତିକି ଅନୁରୋଧ କରିବି ନିର୍ଦ୍ଦେଶକଙ୍କୁ, ଲେଖକଙ୍କୁ, ଜଣେ ଅଭିନେତା ହିସାବରେ ଯେ ଏ ପ୍ରକାର ଆମର ଶବ୍ଦ କୌଣସି ନାଟକ ମାଧ୍ୟମରେ ନ ରହୁ, ଯେଉଁଟାକି ଆମ ସଂସ୍କୃତି, ଆମ ପରମ୍ପରା, ଆମର ସ୍ୱାମୀ ଜଗନ୍ନାଥଙ୍କୁ ନେଇକରି ଲୋକମାନଙ୍କ ମନରେ ଆଘାତ ସୃଷ୍ଟି ହଉ, ମୁଁ ୟାକୁ ଆଦୌ ପସନ୍ଦ କରେନି। ଯଦି ମୋ ମତରେ କିଛି ମୁଁ ଆପଣମାନଙ୍କ ଖରାପ ମନ୍ତବ୍ୟ ଦେଉଛି ବୋଲି ଭାବୁଥାନ୍ତି, ତାହେଲେ ମୋତେ ନିଜ ଗୁଣରେ କ୍ଷମା କରିଦେବେ। ଜୟ ଜଗନ୍ନାଥ।